जय जगन्नाथ राधे राधे सांग मैंने आशा कर बहुत ही भलरे थे और मुझे बहुत भलरे ही अच्छी। चलतु जीवा आज धौलगिरी और खंडगिरी बुलायापी आउ कौन कौन सब होचे मुझे सब ही सेयार करी। प्लीज दयाकोर मोर वीडियो को प्रथम लास्ट पर्यंत देखते और कौन कौन सब देखिले मो कौन कौन भल लगे न लगे प्लीज कमेंट मध्यम कहे मो कौन कौन सब देखिपर कौन कौन सब हो पार प्लीज दयाकोर कमेंट मध्यम जनइले बहुत खुशी हेबी। प्रथम ये मुझे टिकट काटिली टिकट काटला चलतु जीवा ए बुलायापी चलतु देखा कौन कौन सब आज हो। देखो ये सिक्यूरीटी भाई मैंने आम टिकट चेक कर सारापर आम उपरକୁ आसिलु। चलतु जीवा देखा देखो मांकटा बहुत क्यूट से बस एଠିକାର ମାଙ୍କଡ଼ ଗୁଡ଼ା ସାଙ୍ଗମାନେ ବହୁତ ହିଁ ଶାନ୍ତ। ଆପଣମାନେ ତାଙ୍କ ସହିତ ପ୍ଲିଜ୍ ଲାଗିବେନି। ଦେଖନ୍ତୁ ଛୁଆଟା ଗୋଟେ ମାଙ୍କଡ଼ଟାକୁ ଖାଇବା ପାଇଁ ଦେଉଲି ସେପଟ ସାଇଡ଼୍ ଦେଖିଲେ ଆପଣମାନେ ସେମିତିକା ଆପଣମାନେ ଯଦି ତାଙ୍କୁ ଖାଇବା ପାଇଁ ଦେବେ କି ଯାହା ବି କରିବେ ତାଙ୍କ ସହିତ ଫଟୋ ଉଠି ସେମିତି କିଛି କରିବେନି। ଆଉ ଯଦି ଆପଣମାନେ ତାଙ୍କ ସହିତ ଲାଗିବେ ତାଙ୍କ ଲାଙ୍ଗୁଡ଼ ହାତ ମାରିଦେବେ ତାକୁ ପେଲି ଦେବେ ସେ ତ ଢକିନା ଶିଖିବ ଆପଣମାନଙ୍କୁ ଆଉ କ'ଣ କରିବ। ପ୍ରତ୍ୟେକ ଜୀବଙ୍କୁ କଷ୍ଟ ଦେଲେ ସେ କ'ଣ କଷ୍ଟ ସହିପାରିବେ। ଆପଣମାନଙ୍କୁ ଯଦି ଆମେ ଆଘାତ କରିବା ଆପଣମାନେ ଆମକୁ ଛାଡ଼ିଦେବେ ନା କ'ଣ ସେମିତି। ଏ ମାଙ୍କଡ଼ ମାନଙ୍କ ସହିତ ଲାଗିବେନି ବାସ୍ ବହୁତ ଭଲରେ ହିଁ ସେମାନେ ବହୁତ ଭଲ ମାଙ୍କଡ଼ ଗୁଡ଼ା ସେମାନେ କିଛି କରିବେନି। ଚାଲନ୍ତୁ ଯିବା ଉପରକୁ ଆଉ କ'ଣ କ'ଣ ହେଉଛି ସବୁ ଦେଖିବେ। ଠିକ୍ ଅଛି ଯିବା ଚାଲନ୍ତୁ ସବୁ କ'ଣ କ'ଣ ହେଉଛି ନିହାତି ଦେଖିବେ। ଏପଟ ସାଇଡ଼୍ ଯିବା ବୋଲି ଭାବୁଥିଲେ କିନ୍ତୁ ଏପଟ ସାଇଡ଼୍ ଯାଇ ହେବନି। ଆଉ ଏଇଟା ଗୋଟେ ମନ୍ଦିରଟାକ ଆଉ ଏପଟ ସାଇଡ଼୍କୁ ଯିବା ବୋଲି ବାହାରିଛେ। ଚାଲନ୍ତୁ ଦେଖନ୍ତୁ ତା ଦେଖୁଛୁ କହୁଛି ଏପଟ ସାଇଡ଼୍କି ଯିବା ଚା କିନ୍ତୁ ଯିବା ଚା ତାହେଲେ ଆଉ ମାନେ ଗୋଡ଼ ସାବଧାନ ସହିତ ପକେଇବେ ଗୋଡ଼ ସାଙ୍ଗମାନେ ବହୁତ ହିଁ କଷ୍ଟ ମାନେ ଉଠତେ ଏତେ କଷ୍ଟ ହେଉଛି ତଥାପି କ'ଣ କରିବା ଏନ୍ଜୟ ଆସିଛେ ମାନେ ଏନ୍ଜୟ କରିବା ନାଇଁ। ଦେଖନ୍ତୁ ସାଙ୍ଗମାନେ ମୁଁ ଆସିକି ଏବେ ଉପରେ ପହଞ୍ଚିଗଲି ଆଉ ସେପଟ ସାଇଡ଼୍କୁ ବି ଯିବା। ଆଗେ ପ୍ରଥମେ ଏପଟ ସାଇଡ଼୍ଟାକୁ ବୁଲି ସାରି ତାପରେ ସେପଟ ସାଇଡ଼୍ଟାକୁ ଯିବା। ଦେଖନ୍ତୁ ଏମିତି କେମିତି ଲାଗୁଛି ବହୁତ ଭଲ ଲାଗୁନି। ଦେଖନ୍ତୁ ମାନେ ଏଠିକି ଫରେନର୍ ମାନେ ବି ଆସିଛନ୍ତି ବୁଲିବା ପାଇଁ। ଏଠିକି ବହୁତ ଭଲ ଜାଗା ସାଙ୍ଗମାନେ ଆପଣମାନେ ତ ଜାଣିଥିବେ ଏଇଟା ଭୁବନେଶ୍ୱରର ହିଁ ଜାଗା। କ'ଣ ଜାଗାଟା ଆପଣମାନଙ୍କୁ ମୁଁ ଦେଖୁଛି କେବଳ ଆପଣ କମେଣ୍ଟ ମାଧ୍ୟମରେ ଆପଣ ଜଣାଇବେ। ଠିକ୍ ଅଛି ଚାଲନ୍ତୁ ଯିବା ଆଉ ଟିକେ ଉପରକୁ ଯିବା ମନ୍ଦିରକୁ ଯିବା ବୁଲିବା ପାଇଁ। ଟିକେ ସାବଧାନ ସହିତ ଗୋଡ଼ ପକେଇବେ ସାଙ୍ଗମାନେ ଦେଖିପାରୁଛନ୍ତି ବହୁତ ହିଁ କଷ୍ଟ ହେଉଛି ମାନେ ଉଠିବା ପାଇଁ। ଏଠି ଦେଖନ୍ତୁ ଛୋଟିଆ ଛୋଟିଆ ପଥର ଗୁଡ଼ା ଯଦି ବାଇଚାନ୍ସ ସ୍ଲିପ୍ ଖାଇଲା ନା ଏକାଥରେ ପଡ଼ିବେ ଆଉ କ'ଣ। ଚାଲନ୍ତୁ ଯିବା। ଏଠି କ'ଣ ହେଲା ଏଠି ଠିଆ ହେଇକି ଏପଟେ ଟିକେ ଦୃଶ୍ୟଟା ଦେଖନ୍ତୁ ଏପଟେ କେମିତି ଲାଗୁନି ଭିଉଟା ଭଲ ଲାଗୁନି ପୁରା ମସ୍ତ ବାଲା ଭିଉଟା ସାଙ୍ଗମାନେ। ଏପଟ ସାଇଡ଼୍ଟା ହେଉଛି ମନ୍ଦିରଟାକ ମନ୍ଦିରକୁ ଏବେ ଯିବା। ଆଉ ମନ୍ଦିରକୁ ଯିବା ପୂର୍ବରୁ ଟିକେ ଏପଟ ସାଇଡ଼୍ଟା ଟିକେ ବୁଲି ସାରିଲା ପରେ ମନ୍ଦିରକୁ ଯିବା। ମନ୍ଦିର ଏକାଥରେ ଘରକୁ ବା ସେପଟ ସାଇଡ଼୍କୁ ରିଟର୍ଣ୍ଣ କରିବା। ଆଉ ଦେଖନ୍ତୁ ଏଇଟା କେମିତି ଲାଗୁଛି ମସ୍ତ ବାଲା ନାହିଁ। ସେପଟ ସାଇଡ଼୍ ସେ ଉପରକୁ ବି ଯିବା। ତଳକୁ ଓହ୍ଲେଇଲା ପରେ ଇଏ ତା ସର୍ଟ ନେଉଛି ଏଟାକ ଏପଟ ସାଇଡ଼୍ କିଛି ଲୋକ ଏମିତି ବସିଛନ୍ତି ବହୁତ ଏନ୍ଜୟ କରୁଛନ୍ତି। ଏପଟ ସାଇଡ଼୍ର ହିଁ ମନ୍ଦିରଟା ଅଛି। ଆମେ ଟିକେ ତଳକୁ ଖସି ଆସି ଆଉ ଥରେ ଯିବା ପାଇଁ ଭାବିଛେ। ଏପଟେ ଦେଖନ୍ତୁ ଏଇଟା ହେଉଛି ପୁରା ମାର୍କେଟଟାକ ମାର୍କେଟ ମାନେ ପୁରା ସହରର ଭିଉଟା ଏଇଟା ଯେଟା କହିବା ଭଲ ଲାଗୁନି। ଏଇଟା ହେଉଛି ସେ ମନ୍ଦିର ଉପରକୁ ଆସିଲେ ମନ୍ଦିର ଉପରକୁ ଆସିଲା ପରେ ଏଇଟା ତାର ଭିଉଟା ଦେଖନ୍ତୁ ଏଇଟା ମନ୍ଦିରଟାକ। ଆଉ ଚାଲନ୍ତୁ ଯିବା ସେ ମନ୍ଦିରରେ ସବୁ ଠାକୁରଙ୍କୁ ଟିକେ ଦର୍ଶନ କରିବା କ'ଣ ଅଛନ୍ତି ଦେଖିବା। ମୁଁ ତ ଫାର୍ଷ୍ଟ ଟାଇମ୍ ଆସିଛି ଆଉ କ'ଣ ହେଉଛି ସେ ମନ୍ଦିର ଉପରେ କ'ଣ କ'ଣ ସବୁ ଅଛନ୍ତି ଠାକୁର ଦେଖିବା। ଚାଲନ୍ତୁ ସେଠି ଟିକେ ଦେଖିଦିଅନ୍ତୁ କେମିତି ଲାଗୁଛି। କ'ଣ ରାଣୀ ଗୁମ୍ଫା ବୋଲି କ'ଣ କୁହାଯାଏ ସେଟାକୁ। ସେଇଟା ମନ୍ଦିର ଯାଇ ଟିକେ ଯାଇ ଦେଖିବା କ'ଣ ଅଛି ନାଇଁ। ଆମେ ଏପଟେ ଟିକେ ବୁଲିଗଲା ପରେ ହିଁ ମନ୍ଦିରକୁ ଯିବା। ଟିକେ ଭିଡ଼ ଅଛି ନା ସେଥିପାଇଁ ଆଉ ଗଲିନି। ଆଉ ଏପଟେ ବୁଲି ଯାଇ ତାପରେ ମନ୍ଦିର ଦର୍ଶନ କରିବା ଠାକୁରଙ୍କୁ ଦର୍ଶନ କରିକି ତାପରେ ଅଲଗା ସ୍ଥାନକୁ ଯିବା। ଏପଟ ସାଇଡ଼୍ ସବୁ କ'ଣ ସବୁ ଅଲଗା ଅଲଗା ସବୁ ଠାକୁର ଅଛନ୍ତି। ମନ୍ଦିରଟାକୁ ବନ୍ଦ ହେଇଗଲାଣି ବୋଧେ ମୁଁ ଲେଟ୍ରେ ଆସିଥିଲେ ନା 2ଟା ପାଖାପାଖି ସମୟରେ ଆମେ ଆସିଛନ୍ତି ଏଠି ବୁଲିବା ପାଇଁ ଆସିଥିଲେ ନା ସେଥିପାଇଁ ଭିଡ଼ ଅଛି ମନ୍ଦିରଟାକୁ।
ଭିଡ଼ ମାନେ କ'ଣ ଏଠି 2ଟା ପରେ ହିଁ କେବଳ ବୁଲିବା ପାଇଁ ହିଁ ପାଇବେ, କିନ୍ତୁ ଭଗବାନ ମାନେ ଆମର ପୂଜାରୀ ବୋଧେ ଏଠି ପୂଜା କରତେ ସକାଳୁ ସକାଳୁ କେବେ ପୂଜା କରନ୍ତି ବୋଧେ, ମୁଁ ଠିକ୍ ସେ ଜାଣିନି। ଦେଖନ୍ତୁ ଏଇଟା ତାର ମନ୍ଦିର ତା ପଛ ପଟଟାକ ବହୁତ ମସ୍ତ ଲାଗୁନି ଜାଗା ଗୁଡ଼ା ସାଙ୍ଗମାନେ। ଦେଖନ୍ତୁ ମାଙ୍କଡ଼ ମାନେ ବହୁତ ବସିଛନ୍ତି ଏଇଠି, ଦେଖନ୍ତୁ ଏଇଟା ଭଗବାନ ଅଛନ୍ତି ଏଇଠି। ଦେଖନ୍ତୁ କେଉଁ ଠାକୁର ସାଙ୍ଗମାନେ ଆମର କମେଣ୍ଟ ସେକ୍ସନରେ ଜଣେଇବେ ଏଠି, ମୁଁ ତ ଠିକ୍ ସେ ଜାଣିପାରୁନି। ଦେଖନ୍ତୁ ସେ ମନ୍ଦିରର ଉପରରୁ ଫଟୋଟାକ ଏଇଟା ଭିୟୁଟାକ ଦେଖନ୍ତୁ କେମିତି ଲାଗୁଛି, ଭଲ ଲାଗୁନି? ପ୍ଲିଜ୍ ଦୟାକରି ଆପଣମାନେ ଥରେ ନିହାତି ଆସନ୍ତୁ ଏଠିକି। ଆଉ କେଉଁମାନେ ଏଇ ଭୁବନେଶ୍ୱର ବିଲଙ୍ଗସ୍ କରୁଛନ୍ତି ବା ଦେଖୁଛନ୍ତି ମୋର ଭିଡ଼ିଓକୁ ନିହାତି ଜଣେଇବେ। ଆଉ ଭୁବନେଶ୍ୱର କ'ଣ କ'ଣ ସବୁ ଜାଗା ଅଛି ସେମାନେ ନିହାତି ହିଁ କହିବେ। ଦେଖନ୍ତୁ ଏପଟ ସାଇଡ଼୍ଟା କେମିତି ଲାଗୁନି? ମୋତେ ତ ଯାହା କୁହନ୍ତୁ ସାଙ୍ଗମାନେ ବହୁତ ହିଁ ଏନ୍ଜୟ କଲି ମୁଁ, ବହୁତ। ଦେଖନ୍ତୁ ମାଙ୍କଡ଼ଟା କେମିତି ହେଉଛି। ଏପଟ ସାଇଡ଼୍ରେ ଯିବା ଚାଲନ୍ତୁ। ଏଇଟା ହେଉଛି ମାନେ ମନ୍ଦିର ମାନେ ପଛପଟରେ ଆମେ ଅଛେ ନା। ଆଉ ଯିବା ଚାଲନ୍ତୁ ଦେଖିବା କ'ଣ କ'ଣ। ମୁଁ ଟିକେ ସାଇଡ଼୍ ଛାଡ଼ ଦିଦି। ହଁ ଟିକେ ରୁହନ୍ତୁ, ସେ ଦିଦି ଫଟୋ ଉଠାଉଛନ୍ତି। ଦିଦି ପଳେଇଲା ପରେ ଦେଖନ୍ତୁ ଏବେ ଆମେ ଉପରକୁ ଯିବା ଦେଖିବା। ଏଠି ବି କେଉଁ ଭଗବାନ ଅଛନ୍ତି, ବୁଦ୍ଧଦେବ ବୋଧେ, ସେମିତି ଟାଇପ୍ର ତ ଲାଗୁଛି। ସେଇ ଏବେ ଆଗକୁ ଯିବା ଦେଖିବା କ'ଣ କ'ଣ ସବୁ ଦେଖିବା ପାଇଁ ମିଳୁଛି। ଚାଲନ୍ତୁ ଯିବା। ଏବଂ କ'ଣ କ'ଣ ସବୁ ହେଉଛି ଆପଣମାନଙ୍କୁ ପ୍ରଥମରୁ ସେ ଯେଉଁ ଇଏ ବି ଗଲା ଏମିତି। ଦେଖନ୍ତୁ ମାଙ୍କଡ଼ ଗୁଡ଼ା କେମିତି, ଭଲ ଲାଗୁନି? ବହୁତ ଶାନ୍ତ ମାଙ୍କଡ଼ ଗୁଡ଼ା ସାଙ୍ଗ, କିଛି କରିବେନି ଆପଣ ତାଙ୍କ ସହିତ ଲାଗିବେନି। ବାସ୍ ତାଙ୍କ ପାଖକୁ ଯିବେ, ଏମିତି ବସିବେ, କିଛି କରିବେନି ସେମାନେ। ଦେଖନ୍ତୁ ଏଇଟା ମନ୍ଦିର ପୁରା ଆଗ ସାମ୍ନାଟାକୁ। ତେବେ ଆମେ ତଳକୁ ପଳାଇବା, ଅଲଗା ସ୍ଥାନକୁ ଯିବା, ସେପଟ ସାଇଡ଼କୁ। ସେ ରାଣୀ ଗୁମ୍ଫା ବୋଲି ଅଛି, ସେ ରାଣୀ ଗୁମ୍ଫା ଗୁଡ଼ାକୁ ଦେଖିବା କେମିତି ସବୁ ମଜା ଲାଗୁଛି। ଆଉ ସେ ଭିଡ଼ିଓ ବି ଆପଣମାନଙ୍କୁ ପକାଇଦେବି ନେକ୍ସଟ ଭିଡ଼ିଓରେ, ଆପଣମାନେ ପାଇପାରିବେ। ଏଇ ଭିଡ଼ିଓକୁ ଆପଣମାନେ ସପୋର୍ଟ କରନ୍ତୁ, ସେ ଭିଡ଼ିଓ ନିହାତି ଆପଣମାନେ ପାଇପାରିବେ। ଦେଖନ୍ତୁ ପାରାମାନେ ଖାଇବା ପାଇଁ ଦେଉଛନ୍ତି। ଆମେ ଦେଖନ୍ତୁ ମାଙ୍କଡ଼ଟା ଭଲ ଲାଗୁନି? କ୍ୟୁଟ୍ ସେ ହେଇଛି ମାଙ୍କଡ଼ଟା, କିଛି କରୁନି। ମୁଁ ତାଙ୍କ ପାଖରେ ବସିଛି, କିଛି ହିଁ କରୁନି। ଜଣେ ଠିଆ ହେଇଛି ଏଇଠି। ଯାଉଛି ମନ୍ଦିର ଏଇଟାକୁ ନୂଆ ମାନେ ଦୁଆର କରିବେ ଏଇଟାକୁ। ସେପଟ ସାଇଡ଼୍ଟା ଯେଉଁ ବନ୍ଦ କରିଦେଇକି ଏପଟ ସାଇଡ଼୍ଟା ନୂଆ ଦୁଆର କରୁଛନ୍ତି, ଏଇଟାକୁ ହିଁ ଖୋଲିବେ। ଆଉ ଏବେ ବନ୍ଦ ଅଛି, ସେଟାକ କାମ ଚାଲିଛି। ଏବେ ଆମେ ତଳକୁ ପଳାଇବା ଚାଲନ୍ତୁ। ହଁ ସେପଟ ସାଇଡ଼୍କୁ ଯିବା ନା, ଓ ଲେଟ୍ ବି ହେଉଛି, 3ଟା ପାଖାପାଖି ହେଲାଣି। ପୁଣି ସେପଟେ ଯାଇକି ବୁଲିବା ପାଇଁ ପଡ଼ିବ ନା। ଆଉ ଏପଟେ ପୁଣି ସମୟ ଦିଦି, ଆମେ ଏପଟେ ବୁଲି ବୁଲିକି ସମୟ ପଳେଇବା। ସେପଟ ସାଇଡ଼୍କି ଆଉ ଯାଇତେ ସମୟ ହେବନି, ବନ୍ଦ ବି କରିଦେବେ ସେପଟ ସାଇଡ଼୍ ହେଲେ। ଆଉ ରାତି ହେଲେ ବି ଆଉ ଯାଇ ହେବନି, ଗୁମ୍ଫା ଗୁଡ଼ା ନା, ଜୀବଜନ୍ତୁ ଥିବେ ବା ସାପ ଫାପ ଯଦି ଥିବେ ପୁଣି ହଇରାଣ କରିବେ। ଆଉ ବୁଲିତେ ଡର ମାଡ଼ିବ। ଏବେ ତାହେଲେ ଦିନ ଦିନ ମୁଁ ଟିକେ ବୁଲି ଆସିଲେ ବହୁତ ମଜା ଲାଗିବ ନା। ଆଉ ଭଲ ଭିଡ଼ିଓ ବି ମାନେ ଫଟୋ ବି ଉଠିପାରିବ। ସେ ଉପରେ ବୁଲାବୁଲି କରିସାରିବା ପରେ ଏବେ ଆମେ ତଳକୁ ଯାଉଛେ। ଏଗୁଡ଼ା ଟିକେ ଦେଖନ୍ତୁ କେମିତି ଲାଗୁଛି। କ'ଣ ମାନେ ଏଇଟା ଅଧା ଅଧା ସବୁ କାମ ହେଇକି ପଡ଼ିଛି। ଆଉ ସେଇ ସମୟରେ ବୋଧେ କାମ ହେଉଥିଲା, କିଛି ଗୋଟେ ଯାହା ବି ହଉ ହେଇକି ଆଉ କାମ ହେଇପାରିଲାନି। ତ ଏଟାକୁ ମାନେ ଲୋକମାନେ ଦେଖିବା ପାଇଁ ବା ଦେଖିବେ ବୋଲି ତାକୁ ତାର ଜାଲି ମାରିକି ରଖିଛନ୍ତି। ନହେଲେ ଯଦି ଖୋଲା ଥିବ କ'ଣ ହେବ, ତାହେଲେ ତାକୁ ତ ନଷ୍ଟ ହେଇଯିବ ନା। ସେ ଜାଗାକୁ ଲୋକମାନେ ପ୍ରବେଶ କରି ତାକୁ ନଷ୍ଟ କରିଦେବେ। ସେଥିପାଇଁ ତାକୁ ତାର ଜାଲି କରିକି ଅଟକିକି ରଖିଛନ୍ତି, ଯାହାଫଳରେ ଲୋକମାନେ ଦୂରରୁ ହିଁ ଦେଖିପାରିବେ, ଆଉ ସେଫ୍ ହିଁ ରହିବ। ଗୋଟେ ସାଇଡ଼୍ରେ ଯିବା ଚାଲନ୍ତୁ ଦେଖିବା ଆଉ ସବୁ କ'ଣ କ'ଣ ଅଛି, ଦେଇକି ତଳକୁ ରିଟର୍ଣ୍ଣ କରିବା। ହେଉଛି ସେ ତଳକୁ ଯିବା ଚା। ଆଉ ଏଠି ତ ହେଇ ବୁଲାବୁଲି ହେଲାଣି, ସେପଟେ ଲେଟ୍ ହେଇଯିବ। ସେପଟେ ବୁଲି ବୁଲାକି ଆଉ ରିଟର୍ଣ୍ଣ କରିବା ପୁଣି ଘରକୁ ନା। ଯାହା ବି ହଉ ସାଙ୍ଗମାନେ, ଆପଣମାନେ ଯାହା ବି ଏତେ ପର୍ଯ୍ୟନ୍ତ ଭିଡ଼ିଓ ଦେଖିଲେଣି, ବହୁତ ଖୁସି ଲାଗୁଛି। ଆପଣମାନେ ନିହାତି ହିଁ ଭିଡ଼ିଓକୁ ଟିକେ ସପୋର୍ଟ କରନ୍ତୁ, ଯାହାଫଳରେ ମୁଁ ଅଲଗା ଅଲଗା ଭିଡ଼ିଓ ସବୁ ଆଣିପାରିବି। ଆଉ ବୁଝିପାରୁଥିବେ ସାଙ୍ଗମାନେ ଯେ ଭିଡ଼ିଓ କରିବା ପାଇଁ କେତେ କଷ୍ଟ। ଯେଉଁମାନେ ଭିଡ଼ିଓ କରୁଛନ୍ତି ସେମାନେ ଜାଣିଥିବେ ଯେ ଭିଡ଼ିଓ ଗୁଡ଼ାକ କରିବା ପାଇଁ କେତେ କଷ୍ଟ ଲାଗେ, ମେହନତ କରିବା ପାଇଁ କେତେ ପଡ଼େ। ଖାଲି ଯେ ଆମେ ଗୋଟେ ଲୋକମାନଙ୍କ ପାଖରେ ପହଞ୍ଚି ପାରିବା ସେମିତି ନୁହଁ। କିଛି କିଛି ଖୁସି ଦେଲେ ହିଁ ଲୋକମାନେ ଆମକୁ ସପୋର୍ଟ କରିବେ ନା। ଦେନ୍ ଯଦି ଗୋଟେ ଭିଡ଼ିଓଟି ଭଲ ଲାଗେ, ଦେନ୍ ସାନ ଭାଇ ହିସାବରେ ଆପଣମାନେ ଟିକେ ସପୋର୍ଟ କରନ୍ତୁ, ଯାହାଫଳରେ ମୁଁ ଆଗକୁ ଯାଇପାରିବି। ଆଉ କିଛି କିଛି ଭିଡ଼ିଓ ବି ଆପଣମାନଙ୍କୁ ଦେଇପାରିବି। ସେପଟ ସାଇଡ଼୍କୁ ଯିବା ନା। ଏବେ ଦେଖିଲେ ମାନେ ଅଧା ଓହ୍ଲେଇ ଆସିଲେଣି, ଅଧାରୁ ଦେଖୁଥିଲି ଆପଣମାନଙ୍କୁ। ଆଉ ତଳେ ଆସିକି ପାଖାପାଖି ହେଲେଣି, ତଳକୁ ପହଞ୍ଚିଗଲେଣି। ଏପଟ ସାଇଡ଼୍କି ଆଉ ଯିବାନି ଆମେ। ଏପଟ ସାଇଡ଼୍ରେ ଦେଖିଥିଲେ, ଖାଲି ଟିକେ ଏପଟେ ଦେଖିଦିଅନ୍ତୁ। ଏଇଟା ଗୋଟେ ଛୋଟ ଗୁମ୍ଫା ଟାଇପ୍ର ଦେଖାହେଉଛି। ଚାଲନ୍ତୁ ଯିବା ତଳକୁ ଓହ୍ଲେଇବା। ଏଗୁଡ଼ା ସବୁ ପଥର ଗୁଡ଼ା ବଡ଼ ବଡ଼ ଅଛି, ଟିକେ ସାବଧାନ ସହିତ ଗୋଡ଼ ପକାଇବେ ଯେବେ ବି ଆସିବେ ଆପଣମାନେ।
ଏପଟ ସାଇଡ଼ ଯାଇଥିଲେ ଆମେ ଉପରକୁ ଉଠୁନଥିଲେ ସେତେବେଳେ ଫାଷ୍ଟ ଯାଇଥିଲେ ଯେଉଁ ଆମେ ଏପଟେ ଦେଇକି ତଳ ଆଡ଼େ ଓହ୍ଲେଇଲେ ଏଇଠି ଗୋଟେ ବସିଛନ୍ତି ସାଙ୍ଗମାନେ ଯାହା ହଉ ଏପଟେ ସେମିତି ଛୋଟ ଛୋଟ ସବୁ ଗୁମ୍ଫା ଟାଇପ୍ର ମାନେ ଘର ଟାଇପ୍ର କରିଛନ୍ତି ଯାଇଥିଲେ ଯେଉଁ ଏପଟେ ମାନେ ଆମେ ଯାଇଥିଲେ ଆମେ ଚାଲନ୍ତୁ ଯିବା ତଳକୁ ପୁରା ପୁରି ଓହ୍ଲେଇ ଯିବା ଆଉ କିଛି ବୁଲାବୁଲି କରିବାନି ଚାଲନ୍ତୁ ସାଙ୍ଗମାନେ ଏବେ ଆମେ ତଳକୁ ଯିବା ସେପଟ ସାଇଡ଼କୁ ବୁଲିବା ପାଇଁ ଆଉ ଟାଟା ବାଏ ବାଏ ଏଇ ଭିଡ଼ିଓରେ ଆପଣମାନଙ୍କୁ ରହୁଛି ମୁଁ ନେକ୍ସଟ ଭିଡ଼ିଓରେ ଆପଣମାନଙ୍କ ସହ ଦେଖା ହେବ ନିହାତି ଖୁବ୍ ଜଲ୍ଦି ଆପଣମାନଙ୍କ ପାଖକୁ ସେ ଭିଡ଼ିଓଟି ପହଞ୍ଚିଯିବ ସେପଟ ସାଇଡ଼ର ଭିଡ଼ିଓଟି ପ୍ଲିଜ୍ ଏ ଭିଡ଼ିଓଟିକୁ ସେୟାର କରନ୍ତୁ ଲାଇକ୍ କରନ୍ତୁ ଧନ୍ୟବାଦ। ରାଧେ ରାଧେ।